ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଏ ପୃଥିବୀ ହେଉଛି ଆମର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ପୃଥିବୀ ଆମର ମା, ତାରି କୋଳରେ ଆମର ଜୀବନଚକ୍ର ଆରମ୍ଭ ହୋଇଥାଏ ଆଉ ଶେଷ ମଧ୍ୟ ହୋଇଥାଏ। ଏଇ ମାଟି, ଏଇ ଧରିତ୍ରୀ ଯୁଗ ଯୁଗ ଧରି ନୀରବରେ ଆମର ଅଳି ଅର୍ଦ୍ଦଳି ସହି ଆସୁଛି। ତାର ସେହି ନୀରବତାର ସୁଯୋଗ ଆମେ ନେଇ ଚାଲିଛୁ। ବିଭିନ୍ନ ପ୍ରକାର କଷଣ ତାକୁ ପ୍ରଦାନ କରି ଆମେ ସବୁବେଳେ ଆମ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଆସିଛୁ। କେବେ ଚିନ୍ତା କରିନାହୁଁ ଏ ଧରିତ୍ରୀର କ୍ଷତି ହେଲେ ତାର କୁପ୍ରଭାବ କେତେ ଦୂର ଆମ ଉପରେ ପଡ଼ିବ। ସେହି କୁପ୍ରଭାବକୁ ସହ୍ୟ କରିବାରେ ଆମେ ପ୍ରସ୍ତୁତ ତ? ଏହି ଚିନ୍ତା ଆଉ ଏହି ପ୍ରଶ୍ନ ଆମ ସମସ୍ତଙ୍କ ମନରେ ରହିବା ଉଚିତ। କାରଣ ଆମ ପରିବେଶ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିପାରିବା ଏବଂ ଜୀବଜଗତ ଏ ପୃଥିବୀରେ ତିଷ୍ଠି ରହିପାରିବେ। ତେଣୁ ସବୁକିଛି ଆମକୁ ହିଁ କରିବାକୁ ପଡ଼ିବ। ଏହି ଚିନ୍ତାଧାରା ନେଇ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଧରିତ୍ରୀ ବା ପୃଥିବୀ ଦିବସ ପାଳନ କରାଯାଉଛି। 1969 ମସିହାରେ ୟୁନେସ୍କୋର ଶିଖର ସମ୍ମିଳନୀରେ ଏହି ଦିବସ ପାଳନ ପାଇଁ ଏକ ପ୍ରସ୍ତାବ ଆଗତ ହୋଇଥିଲା। ଏହାପରେ 1970 ମସିହାରୁ ପ୍ରତିବର୍ଷ ଏପ୍ରିଲ 22 ତାରିଖରେ ଆମ ଦେଶରେ ଏହି ଦିବସ ପାଳିତ ହୋଇ ଆସୁଛି। ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ଏ ଦିଗରେ ପ୍ରେରଣାଦାୟୀ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆମ ଶକ୍ତି, ଆମ ପୃଥିବୀ। ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ମୁକାବିଲା କରିବା ଏବଂ ପରିବେଶକୁ ସୁରକ୍ଷିତ ରଖିବା ସହିତ ଉନ୍ନତ ଜୀବନଧାରଣର ମାନ ଜାରି ରଖିବାରେ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି। ପ୍ରାକୃତିକ ସମ୍ପଦ ଯଥା ବାୟୁ, ଜଳ, ମୃତ୍ତିକା, ଗଛଲତା ଏବଂ ଏସବୁର ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଜଳବାୟୁ ସଙ୍କଟ, ଜଙ୍ଗଲ କ୍ଷୟ, ମରୁଭୂମିକରଣ, ସମୁଦ୍ର ପତନ ବୃଦ୍ଧି, କେତେକ ପ୍ରଜାତି ଜୀବଙ୍କର ବିଲୁପ୍ତ ହେବା କେବଳ ଚିନ୍ତାର କାରଣ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବାସ୍ତବତା। ଏହି ସୁନ୍ଦର ପୃଥିବୀ ଉପରକୁ ଦିନକୁ ଦିନ ମାଡ଼ି ଆସୁଥିବା ବିପଦରୁ ରକ୍ଷା କରିବା ପାଇଁ ସମସ୍ତେ ସଚେତନ ହେବା ଏକାନ୍ତ ଜରୁରୀ। କେବଳ ଜଳବାୟୁ ପରିବର୍ତ୍ତନ ନୁହେଁ, ବରଂ ଆମମାନଙ୍କର ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ, ପରୀକ୍ଷା ନିରୀକ୍ଷା ପୃଥିବୀକୁ କ୍ରମଶଃ ଧ୍ୱଂସାଭିମୁଖୀ କରୁଛି। ଏହାର ପ୍ରଭାବ ମଧ୍ୟ ଆମେ ଦୈନନ୍ଦିନ ଜୀବନରେ ଅନୁଭବ କରୁଛୁ। କେଉଁଠି ପାଣି ଟୋପାଏ ନାହିଁ, ଜୀବଜଗତ ଡହଳ ବିକଳ ହେଉଥିବା ବେଳେ ଅନ୍ୟ କେଉଁଠି ପ୍ରବଳ ବର୍ଷା ଏବଂ ତଜ୍ଜନିତ ବନ୍ୟା ଧନଜୀବନ ନଷ୍ଟ କରୁଛି। ପ୍ରାକୃତିକ ଦୁର୍ବିପାକର ପ୍ରଭାବ ଅଧିକରୁ ଅଧିକ ଅନୁଭୂତ ହେଉଛି। ତେବେ ଏସବୁକୁ ପ୍ରତିହତ କରିବା ପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଆମେ କାର୍ଯ୍ୟକାରୀ କରିବା ଦରକାର। ଜଳ ସଂରକ୍ଷଣ, ଶକ୍ତି ସଂରକ୍ଷଣ, ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବା ଆଦି ବିଭିନ୍ନ ପଦକ୍ଷେପ ଆମେ ନେବା ଦରକାର। ପରିବେଶ ପାଇଁ ଜୀବନଶୈଳୀକୁ ଲକ୍ଷ୍ୟ ରଖି ସରକାର 2022 ମସିହାରୁ ମିଶନ ଲାଇଫ ଅଭିଯାନ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ପରିବେଶ ଅନୁକୂଳ ଅଭ୍ୟାସ ପାଇଁ ଲୋକମାନଙ୍କୁ ଉତ୍ସାହିତ କରାଯାଉଛି। ପରିମଳ ବ୍ୟବସ୍ଥାର ସୁପରିଚାଳନା ଲକ୍ଷ୍ୟ ନେଇ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକାରୀ କରାଯାଉଛି। ଅଙ୍ଗାରକାମ୍ଳ ନିର୍ଗମନକୁ ମଧ୍ୟ ହ୍ରାସ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ଯାନବାହନ ଜନିତ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବୈଦ୍ୟୁତିକ ତଥା ହାଇବ୍ରିଡ ଯାନର ଉତ୍ପାଦନ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହାଦ୍ୱାରା ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହ ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ ନିୟନ୍ତ୍ରିତ ହୋଇପାରିବ। ଶକ୍ତି ସଂରକ୍ଷଣକୁ ଦୃଷ୍ଟିରେ ରଖି ସୌରଶକ୍ତିର ବ୍ୟବହାର ପାଇଁ ସରକାର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଏଥିପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରାଯାଇଛି। ସରକାରୀ ସ୍ତରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନାକୁ କାର୍ଯ୍ୟକାରୀ କରାଯିବା ସହ ଏଥିପାଇଁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରୁଛନ୍ତି। 2022 ମସିହା ଜୁଲାଇ ମାସରୁ ଦେଶରେ ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହାଦ୍ୱାରା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବଂ ତଜ୍ଜନିତ ପରିବେଶଗତ ସମସ୍ୟାକୁ ମୁକାବିଲା କରାଯିବାର ଲକ୍ଷ୍ୟ ରଖାଯାଇଛି। ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ଦେଶରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ, ସବୁଜ ଭାରତ ମିଶନ ଏବଂ ଅମୃତ ସରୋବର ମିଶନକୁ କାର୍ଯ୍ୟକାରୀ କରାଯାଉଛି। ଏକ ପେଡ୍ ମା କେ ନାମ ଅଭିଯାନରେ ଚାରାରୋପଣକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଧରିତ୍ରୀ ବା ପୃଥିବୀ ଦିବସ ପାଳନ କରିବା ଏକ ଦିନିକିଆ ଘଟଣା ନୁହେଁ। ଏଥିପାଇଁ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି। ଆସନ୍ତୁ ଆଜିର ଦିବସରେ ପରିବେଶକୁ ସୁରକ୍ଷିତ ରଖିବା ସହିତ ପୃଥିବୀକୁ ଧ୍ୱଂସ ମୁଖରୁ ରକ୍ଷା କରିବା ପାଇଁ ଆମେ ସଂକଳ୍ପବଦ୍ଧ ହେବା।